नमस्कार कैरियर गाइड को वेलकम करुच्ची मु सुमित गतकाली माने 4 अगस्त रे ओएसएससी स्पेशलिस्ट सीजीएल जोडर एग्जाम हेतिला तारो सेट ए मो पाखरे अछि जोडर डीआई आज हम करिवा सेट ए डीआई टा हमें सॉल्यूशन देखिबा तुम मानको भितरु केते जण काली एग्जाम देथिबे से माने भी देखंतु केते ठीक करूचंदी जो माने एग्जाम भी देई नांती से माने भी देखंतु जे एग्जाम रे को पैटर्न रो सब आछी ए क्वेश्चन स्टार्ट करिबा आगु गोटे कथा कहबी जे चैनल को लाइक शेयर सब्सक्राइब करनियंतु काहेकि ସେଥିରୁ ବହୁତ କିଛି ମୋଟିଭେସନ ଆମକୁ ମିଳିବ ଯାହା ଦ୍ୱାରା କି ଆଗକୁ ଆହୁରି ଭଲ ଭଲ କଣ୍ଟେଣ୍ଟ ବନେଇ ପାରିବେ। ଚାଲନ୍ତୁ ଷ୍ଟାର୍ଟ କରିବା। ଦେଖନ୍ତୁ କହିଛି କଣ ନା in a class of 80 students, girls and boys are in the ratio 3:5. The students can speak only Hindi or only English or both Hindi and English. The number of boys and the number of girls who can speak only Hindi is equal to the number of girls is 40%. ଦେଖନ୍ତୁ ସେ କଣ କହିଛି ନା ଗୋଟେ କ୍ଲାସ ରେ ପୁଅ ବି ଅଛନ୍ତି ଝିଅ ବି ଅଛନ୍ତି ଠିକ ଅଛି କଣ କହିଛି ଇଂଲିଶ କହିବା ପିଲା ବି ଅଛନ୍ତି ହିନ୍ଦୀ କହିବା ପିଲା ବି ଅଛନ୍ତି କଣ କହିଛି ନା 80 ଜଣ ଅଛନ୍ତି ଗାର୍ଲସ ଆଉ ବଏଜଙ୍କ ରେସିଓ ହଉଛି 3:5 80 ଜଣଙ୍କର ଗାର୍ଲସ ଆଉ ବଏର ରେସିଓ କେତେ ନା 3:5 3:5 80 ଜଣ ଅଛନ୍ତି କେତେ ହଉଛି 8 80 ହଉଛି ତାହେଲେ ଏଠି 30 ଜଣ ବୟ ଅଛନ୍ତି 50 ଜଣ ହେଇଗଲା ଆମର ସେକେଣ୍ଡ କ୍ରାଇଟେରିଆ କଣ କହିଛି ନା the number of boys and number of girls who can speak only Hindi is equal and each of them is 40% of the total number of girls. Total number of girls କେତେ ଅଛି 30 ତାର 40% କେତେ ହବ 12 ସେ କଣ କହିଛି ନା ବୟ ବି 12 କେବଳ ହିନ୍ଦୀ କହୁଛନ୍ତି ଗାର୍ଲସ ବି 12 କେବଳ ହିନ୍ଦୀ କହୁଛନ୍ତି ମାନେ ଗାର୍ଲସ ର 30 ର 40% ସେ କହିଛି ହିନ୍ଦୀ କହୁଛନ୍ତି ବୟ ଆଉ ଗାର୍ଲ ଇଚ୍ ତାପରେ କହିଛି 10% of the girls can speak both the languages 10% of the girls 30 10% କେତେ ନା 3 କଣ କହୁଛି both the languages ମାନେ ହିନ୍ଦୀ ବି କହୁଛନ୍ତି ଇଂଲିଶ ବି କହୁଛନ୍ତି କଣ ହେଇଯିବ ଗାର୍ଲସ କେତେ 3 ଜଣ ଟୋଟାଲ ଆମର କେତେ ଥିଲା 30 ଜଣ ଥିଲେ ଗାର୍ଲସ ଏଠି 12 3 12 ଏଠି 3 15 ହେଇଗଲେ ତାହେଲେ ଆଉ ଟୋଟାଲ ଆମର କେତେ ରହିଲେ ଇଂଲିଶରେ ଓନ୍ଲି ଇଂଲିଶରେ ନା ଆଉ 15 ଠିକ ଅଛି ସେମିତି ନେକ୍ସଟ କହିଛି 58% of the boys can speak only English 50 ଜଣରୁ 58% କେତେ ନା 58 5 5 40 ରୁ ଓନ୍ଲି ଇଂଲିଶ କହିଛି 40 ଚାଲିଗଲା 25 29 ରହିଗଲେ କେବଳ ଇଂଲିଶ ଏଠି କେତେ ହେଇଗଲା 29 ଆଉ ଏଠି 12 41 ହେଲେ ଏଠି ଟୋଟାଲ ଅଛି 50 ଓନ୍ଲି ବଏଜ କେତେ 9 ବୋଥ ଯୋଉଟା ହିନ୍ଦୀ ଆଉ ଇଂଲିଶ କହୁଛନ୍ତି ଏଟା ହେଇଗଲା ବଏଜ 9 ଏବେ କ୍ୱେଶ୍ଚନ ଦେଖିବା ହାଉ ମେନି ଗାର୍ଲସ କ୍ୟାନ୍ ସ୍ପିକ୍ ଓନ୍ଲି ଇଂଲିଶ କହୁଛି ହାଉ ମେନି ଗାର୍ଲସ ଓନ୍ଲି ଇଂଲିଶ ଗାର୍ଲସ ଓନ୍ଲି ଇଂଲିଶ କେତେ 15 ଅପସନ ଡି ଠିକ ଅଛି ତାପରେ କହିଛି ଇନ୍ ଅଲ୍ ହାଉ ମେନି ବଏଜ କ୍ୟାନ୍ ସ୍ପିକ୍ ହିନ୍ଦୀ କେତେ ଜଣ ହିନ୍ଦୀ କହିପାରିବେ ସେ କହିଛି ହିନ୍ଦୀ କହିପାରିବେ ମାନେ ସେ ଓନ୍ଲି ହିନ୍ଦୀ କହି ନାହିଁ ହିନ୍ଦୀ କହିପାରିବେ ମାନେ ସେ ହିନ୍ଦୀ ଇଂଲିଶ ବି କହୁଥିବେ ହିନ୍ଦୀ ବି କହୁଥିବେ ତାହେଲେ ଏଇଟା କଣ ହେଇଯିବ ନା ଏଇଟା ପ୍ଲସ୍ ହେଇଯିବ 12 9 ପ୍ଲସ୍ ହେଇଯିବ କେତେ ହବ 21 ଆନ୍ସର ହେଇଯିବ ନନ୍ ଅଫ୍ ଦିସ୍ ଆନ୍ସର ନାହିଁ ଠିକ ଅଛି ନେକ୍ସଟ ଅଛି କେତେ ଦେଖନ୍ତୁ ଏଇଟା କଣ ଥିଲା ଆମର ଏଇଟା ରେଫରେନ୍ସ ନେଇଯିବା ବଏଜ ଥିଲେ ଏଠି ଇଂଲିଶରେ 29 ବୋଥରେ ଥିଲେ 9 ହିନ୍ଦୀରେ ଥିଲେ 12 ଗାର୍ଲସ କେତେ ଥିଲେ ନା 15 3 ଏଠି ଥିଲେ 12 ଦେଖନ୍ତୁ କଣ କହୁଛି what percent of all the students boy and girl together can speak only ହିନ୍ଦୀ କହିଛି ଯୋଉଟା କେତେ ପରସେଣ୍ଟ ମାନେ କେତେ ଜଣ ଏଠି 24 ଜଣ 12 12 24 ଜଣ କହିଛି କେତେ ଅଲ୍ ଷ୍ଟୁଡେଣ୍ଟ ର କେତେ ପରସେଣ୍ଟ ମାନେ ଅଲ୍ ଷ୍ଟୁଡେଣ୍ଟ ର କେତେ ପରସେଣ୍ଟ ଟୋଟାଲ ହଉଛନ୍ତି 80 ଜଣ କେତେ ପରସେଣ୍ଟ କହିଛି 8 3 24 30% ଅପସନ ଡି ନେକ୍ସଟ ଦେଖିବା 39
In all, how many students, boy and girls together, can speak both the languages? ସେ କହିଛି both the languages କହୁଥିବେ boy ଆଉ girl କେତେ ଜଣ ଅଛନ୍ତି? କେତେ ଅଛନ୍ତି ଆମର ଏଠି? ଇଏ 9 ଇଏ 3 କେତେ? 12 ଅପସନ B। ତାପରେ କହୁଛି how many boys can speak either only Hindi or only English? ସେ କହିଛି କେତେ ଜଣ ପୁଅ ଯୋଉମାନେ କି either ଇଂଲିଶ କହୁଥିବେ ନହେଲେ ହିନ୍ଦୀ କହୁଥିବେ। ସେ କହିନି ଯେ only ହିନ୍ଦୀ କି only ଇଂଲିଶ କହିନାହିଁ। either ଏଟା କହୁଥିବେ ନହେଲେ ଏଟା କହୁଥିବେ। ତାହେଲେ କେତେ ଜଣ ହେବେ? ଦୁଇଟାକୁ ପ୍ଲସ୍ କରିଦେବା। 29 12 କେତେ ହେଇଯିବ? 41 ଅପସନ C। ଠିକ ଅଛି। ନେକ୍ସଟ ଦେଖିବା। ଏ ଗୋଟେ ଟେବୁଲଟା ଅଛି। କହିଛି କଣ ନା the given table shows the number of boys living on first, second, third floor in 5 different building. Some data is missing. କିଛି ଡାଟା ମିସିଂ ଅଛି। କ୍ୱେଶ୍ଚନରୁ ଆମେ ଉଠେଇବା ସେଗୁଡ଼ା। କଣ କହୁଛି ଫାର୍ଷ୍ଟ କ୍ୱେଶ୍ଚନ 41 ନମ୍ବର। if the average number of boys living in Q is 105, Q ରେ କହିଛି average number କେତେ? 105, and the ratio of the number of boys living in first and first to third is 3:4, and then find the difference between the number of boys living in the first and second floor in Q କହିଛି। ଯଦି ଆମର ଏଇଟା ଦେଇଛି 105 ଦେଇ ଦେଇଛି, ଟୋଟାଲ କହିଛି ଏଭରେଜ ହଉଛି 105। ଯଦି ଏଇଠି 105 ଆମେ କହିପାରିବା ଏଇଠି ବି 105, ଏଇଠି ବି 105, ଏଭରେଜ ତ ନେଇପାରିବା। ଏଭରେଜ ନେଇପାରିବା ଏଠି 105 ଏଠି ବି 105। ତେବେ ଫାର୍ଷ୍ଟ ଫ୍ଲୋର ଆଉ ଥାର୍ଡ ଫ୍ଲୋର ମିଶିକି କେତେ ହେଇଯିବ? ଆମର ମିଶିକି ହେଇଯିବ 105 105 210। ବୁଝିପାରିଲେ? 210 ଯଦି ଏଠି ହେଲା, ସେ କଣ କହିଛି ନା ଫାର୍ଷ୍ଟ ଆଉ ଥାର୍ଡ ରେ 3:4 ରେ ଅଛନ୍ତି। 3:4 ରେ ଅଛନ୍ତି। ଏଇଟା ଫାର୍ଷ୍ଟ, ଏଇଟା ଥାର୍ଡ, 3:4 ରେ ଅଛନ୍ତି। କେତେ ହେଇଯିବ ଏଟା? ନା ଟୋଟାଲ ହେଇଯାଉଛି କେତେ? 7 ୟୁନିଟ୍। 7 ୟୁନିଟ୍ ର ଭ୍ୟାଲୁ କେତେ ଦେଇଛି? 210। ତାହେଲେ କେତେ ହଉଛି? ଇଣ୍ଟୁ 30। ସେମ୍ ଏଠି ହେଇଯିବ କେତେ? ଇଣ୍ଟୁ 30 ଇଣ୍ଟୁ 30, ଏଠି 90, ଏଠି 120। କେତେ ହେଇଯିବ? ତାହେଲେ ଫାର୍ଷ୍ଟ ଫ୍ଲୋର ହେଇଗଲା କେତେ? 90, ଥାର୍ଡ ଫ୍ଲୋର ରେ ହେଇଗଲା 120। ଠିକ ଅଛି। ତାପରେ କହିଛି କଣ ନା difference between the number of boys living in first and second floor in Q। ସେ କହୁଛି ଫାର୍ଷ୍ଟ ଆଉ ସେକେଣ୍ଡ ଫ୍ଲୋର ମଧ୍ୟରେ ଡିଫରେନ୍ସ କେତେ? ତ ଏଠି 105, ଏଠୁ 90, କେତେ ହେଇଯିବ ଡିଫରେନ୍ସ? 15, ଅପସନ C। ଠିକ ଅଛି। 42 ଦେଖନ୍ତୁ। if the total number of boys living in P and R is 200 and 300 respectively, then find the average number of boys living on second floor in the all building together। କଣ କହିଛି ନା P ର 200, R ର 300। P ର ଯଦି 200, ଏଠି କେତେ ଅଛି ଆମର? P ର ଦେଇଛି 60 ଆଉ ଏଠି ଥାର୍ଡ ର ଦେଇଛି 60। ଫାର୍ଷ୍ଟ ଆଉ ଥାର୍ଡ ମିଶି କେତେ? 120। 200 ରୁ 120 ଗଲା। ଆଉ ସେକେଣ୍ଡ ରେ କେତେ? 80 ହେଇଗଲା। ସେମିତି R ଦେଇଛି କେତେ? R ଦେଇଛି 300। R ଯଦି 300, ଏଠି ହେଇଗଲା 150, ଏଠି 75, 225, ଏଠି ହେଇଯିବ 75। ବୁଝିପାରିଲେ? ତାପରେ କଣ କହିଛି ନା then find the average number of boys living in the second floor in all the building। ସେକେଣ୍ଡ ଫ୍ଲୋର ର all the building କହୁଛି କେତେ ଜଣ ଅଛନ୍ତି। ଠିକ ଅଛି। କେତେ ହେଇଯିବ? ଏଟା ଦେଖନ୍ତୁ 105, 75, 180, 80, ଏଠି 80, 260, 90, 350, ଏଠି 60, 410 ହେଇଯାଉଛି। 410, 410 ରୁ ସେ କହୁଛି 410 କୁ ଏଭରେଜ କହିଦେଇଛି। କେତେ ଜଣ? 5ଟା ନା। କେତେ ହେଇଯିବ? 40, 82। ଏଭରେଜ କେତେ ହବ? ନା D, ଅପସନ ହେଇଯିବ D। ଠିକ ଅଛି। ନେକ୍ସଟ ଦେଖିବା 43। 43 କହିଛି the ratio of the number of boys living on first floor in S to the number of boys in living in third floor in T is 6:7। କଣ କହିଛି ନା S ର ଫାର୍ଷ୍ଟ ଫ୍ଲୋର ଆଉ T ର ଥାର୍ଡ ଫ୍ଲୋର କହିଛି କେତେ? 6:7। ତାପରେ କହିଛି if the number of boys living in first floor in S is 20% more than the number of
boys living on third floor in R. R ର ଥାର୍ଡ ଫ୍ଲୋର କେତେ ଅଛନ୍ତି 75 ସେ କହିଛି 75 ର 20% ମୋର କିଏ ନା S ର ଫାର୍ଷ୍ଟ ଫ୍ଲୋର ତାହେଲେ 20% ମୋର ମାନେ କେତେ 20% ର ଫ୍ରାକ୍ସନାଲ ଭ୍ୟାଲୁ କେତେ 1/5 1/5 ହେଲେ ଅଧିକ କେତେ ହବ 6/5 ଏଠି ହେଲା 15 90 କୋଉଟା ନା ଥାର୍ଡ ଫ୍ଲୋର କାହାର S ର ଫାର୍ଷ୍ଟ ଫ୍ଲୋର ଠିକ ଅଛି S ର ଫାର୍ଷ୍ଟ ଫ୍ଲୋର କେତେ ହେଇଗଲା 90 ହେଇଗଲା ଏଠି କଣ କହିଥିଲା ନା S ର ଫାର୍ଷ୍ଟ ଫ୍ଲୋର ଆଉ T ର ଥାର୍ଡ ଫ୍ଲୋର ର 6:7 ହଉଛି ରେସିଓ S ର ଯଦି ଫାର୍ଷ୍ଟ ଫ୍ଲୋର ଟା ଆମର ବାହାରିଲା 90 ତାହେଲେ ଏଠି କେତେ ହଉଛି 15 ଗୁଣା ହେଇଯାଉଛି ତ T ର 7 ଟା କେତେ ହବ 15 ଗୁଣା 105 ହେଇଯିବ T ର ଥାର୍ଡ ଟା କେତେ ହେଇଯିବ 105 ତାପରେ ନେକ୍ସଟ କଣ କହିଛି what is the difference between the total number of boys living in S and T S and T ରେ କହୁଛି total number of ଯେତିକି boy ଅଛନ୍ତି ତାଙ୍କ difference କେତେ ଏଠି କେତେ total number 9 18 5 230 ହଉଛି ଏଠି କେତେ 105 210 270 difference କେତେ ଆସିଗଲା 40 ର difference ଆସୁଛି ଅପସନ A ହେଇଯିବ ରାଇଟ୍ ଆନ୍ସର 40 ବାର ଦେଖ what is the what is the ratio of total number of boys in building T to the total number of boys in Q T ଆଉ Q ର total boys ର ratio ମାଗିଛି ଆମକୁ ଏଟା ଟେବୁଲ ଟା ଫିଲ୍ କରିଦବା ପୂର୍ବ ପେଜ ର ଯୋଉଟା ଡାଟା ଆମେ ପାଇଥିଲେ କେତେ ଥିଲା ଏଟା ଥିଲା 90 ଏଟା ଥିଲା 120 ଠିକ ଅଛି ଏଠି ଥିଲା 80 ଥିଲା 75 ଥିଲା ଠିକ ଅଛି କଣ କହିଛି ନା T ଆଉ Q ର total number of boys ର ratio T ରେ କେତେ ଅଛି 270 Q ରେ କେତେ ରହିଛି ନା ଇଏ ହଉଛି 210 ଇଏ 105 315 ହେଇଯାଉଛି 315 ହେଇଯାଉଛି କେତେରେ କଟିବ ଦେଖିଦବା 3 ରେ କାଟିବା 90 105 ପୁଣି କାଟିବା ଆମେ 15 ରେ 1590 1505 6:7 ହେଇଯିବ ଅପସନ C ରାଇଟ୍ ଆନ୍ସର then 45 ଦେଖନ୍ତୁ how many boys reside in all the 5 buildings taken together କେତେ ଜଣ ଟୋଟାଲ 5ଟା ବିଲ୍ଡିଂ ରେ କେତେ ଜଣ ଅଛନ୍ତି ଆମେ ଏଠି 3ଟା ପାଇଯାଇଛୁ 1 2 3ଟା ପାଇଯାଇଛୁ ଆଉ ଦୁଇଟା ଏଠି ବାହାର କରିଦବା ଏଠି ହେଇଯିବ 200 ଏଇଟା ହେଇଯିବ ଆପଣଙ୍କର 75 150 150 300 ଟୋଟାଲ ହେଉଛି 5 10 1 ନେଲା 1 4 5 3 8 3 11 2 13 1315 ହେଇଯିବ ଟୋଟାଲ ଅପସନ ସି ରାଇଟ୍ ଆନ୍ସର ଠିକ ଅଛି ନେକ୍ସଟ କ୍ୱେଶ୍ଚନ ଦେଖିବା ଏଠି ଗୋଟେ କଣ ଲାଇନ ଗ୍ରାଫ ଦେଇଛି କହିଛି କଣ ନା the total number of questions in each subject 300 300 ଅଛନ୍ତି ଟୋଟାଲ କ୍ୱେଶ୍ଚନ ଅଛି ସବୁ ସବଜେକ୍ଟ ର କଣ କହିଛି x ଟା ହଉଛି ଯୋଉଟା କନେକ୍ଟର ଲାଇନ ଟା ଆଉ y ହଉଛି ଡଟର ଲାଇନ ଟା ଠିକ ଅଛି କଣ କହିଛି କ୍ୱେଶ୍ଚନ total number of questions viewed by students x in A and C together is approximately what percent of the total number of questions viewed by student y and y in B and D together କଣ କହିଛି student of x in A and C x କୋଉଟା ନା ଯୋଉଟା କନେକ୍ଟର ଲାଇନ ର A ଆଉ C କେତେ 160 232 କେତେ ହେଇଯାଉଛି ନା 392 ତାପରେ କଣ କହିଛି approximately what percent of the number of question viewed by the students y in B and D y କୋଉଟା ନା ଡଟର ଲାଇନ ଟା B ଆଉ D ର B କେତେ 160 ଆଉ D ର 200 କେତେ ହେଇଗଲା 360 ହେଇଗଲା କଣ କହିଛି ନା ଆର କେତେ approximately ସେଟା କେତେ ପରସେଣ୍ଟ କହୁଛି approximate କେମିତି ବାହାର କରିବା ଏଟା ଦେଖିପାରୁଛୁ ପାଖାପାଖି ନମ୍ବର ଦୁଇଟା ଠିକ ଅଛି 392 ଟାକୁ ଆମେ କେମିତି ଲେଖିପାରିବା 360 ପ୍ଲସ୍ 32 ଲେଖିପାରିବା ଯଦି 360 ପ୍ଲସ୍ 32 ଲେଖିଲେ ତଳେ ଅଛି 360 ତ 360 ରୁ 360 କେତେ ହେଇଯାଉଛି 100% ହେଇଗଲା 32 ଟା ଅଛି
जदि 36 होता ताहले आम 10% होता 32 टा बुझले किंतु 36 नहीं ना कम अच्छी तो केते कम हम बहुत माइन्यूटली कम अच्छी तो एठी पाखापाखि जोड़ा ऑप्शन अच्छी ऑप्शन देखिए हम करि परिबा 108% हो पारिबो जदि एगुड़ा बहुत पाखापाखि था ऑप्शन गुड़ा सब ताहले आमे कैलकुलेशन करी बाहर कर पारथांतु माइन्यूटली बाहर कराई था जदि एठी हमर डायरेक्ट देखा होउछ ऑप्शन बहुत अलग अलग अछि ताहले ऑप्शन तो नहीं परिबा 108% हो पारिबो आंसर था बुझि पारले नेक्स्ट देखिबा 47 क्वेश्चन कहिछि फाइंड द परसेंटेज ऑफ क्वेश्चंस व्यूड बाय स्टूडेंट y इन C एंड D y कोडा डॉटेड लाइन C और D रो डॉटेड लाइन कोडा अछि C एटा अछि 120 D अछि 200 केते हे गला 320 से कोन कहिछि ना परसेंट केते परसेंट सेटा होछि टोटल क्वेश्चन केते एठी प्रीवियसली कोन कहितला ना समस्तंकर 300 लेखाय क्वेश्चन बुझलो काना 300 ये 300 केते हे गला 600 क्वेश्चन हे गला दुई जनकर 200 केमती करिया ना एटा 0 कटिगला 6 30 34 18 53 आसीगला माने एठी आपन गोटे आंसर अछि एटा हे जिवो आंसर ठीक अछि आ बेसी किछ देखा दरकार नै टाइम वेस्ट करिया दरकार नै एटा आराम से आपन आंसर हे जिवो नेक्स्ट 48 कोन कहछि फाइंड द रेशियो बिटवीन द टोटल नंबर ऑफ क्वेश्चंस viewed by student x in b and d together to the student y in a and c together कोन कहछि ना x रो b आउ d x रो b आउ d केटा हे जिवो 224 b आउ d कहछि ना एटा हे जिवो 144 केते हे होउछि ना 368 हे जाउछि तापर कहछि हमर y टारे a आउ c y रो डॉटेड लाइन रो a आउ c a केते 184 c केते 120 केते हे होउछि ना 304 हे होउछि बुझलो आ रेशियो मागितला आ काट देबा रे 4 रे कटि जिवो 4 9 4 2 8 टीवी 4 रे कटि जिवो 424 पुनी 4 रे एटा कटि परिबो हे जिवो 23 एठी 4 रे कटि की हे परिबो 19 ऑप्शन नंबर डी राइट आंसर ठीक अछि नेक्स्ट क्वेश्चन देखिए 49 कौन कहिछि फाइंड द डिफरेंस बिटवीन द टोटल नंबर ऑफ viewed क्वेश्चन viewed by student x to that of student y in all the given subject together से कहिछि टोटल x रो केते आ y रो केते डिफरेंस टा मागिछि x रो केते अछि टोटल ना x रो जोटा कनेक्टर लाइन अछि 160 then 224 then 232 then 144 y रे सेमति केते अछि फर्स्ट अछि 184 then 160 then 120 and 200 टोटल केते होउछि देखि दबा 6 नला 1 8 10 16 6 नला 1 4 2 6 1 7 760 हे गला x रो y रो होउछि सेमति 4 10 16 6 नला 1 3 2 5 1 6 664 होउछि y रो से कोइ ता डिफरेंस केते एटी गोटे दिन हम कहि परिबा 664 आउ 760 केते अधिक जदि हमें कहि परिबा एठी जदि 764 थांता आर डिफरेंस केते ही थांता डिफरेंस ही थांता 100 रो 100 नहीं एठू केते माइनस अछि ना 4 माइनस है कि एटा हेछि तले एठू भी हमें 4 माइनस करि परिया केते हे जिवो 96 ऑप्शन ए हबो आंसर ठीक अछि then 50 देखिबा find the percentage of questions viewed by both the students in A से कहछि A रो जो क्वेश्चन सब अछि त टोटल क्वेश्चन केते केते हे जिवो एटा 4 4 344 हे जिवो ताले 344 by 6 into 600 into 100 केते हे जिवो 6 रे काट दबा 35 642 57.33 हे जिवो गोटे आंसर टा देखौ 57 रे एटा हे जिवो आंसर अधिक हम बाहर करिया दरकार नै जदी आसी जाउची हमर ताले एटा को डायरेक्ट मारि दबा किछि असुविधा नै देन देखिबा
नेक्स्ट क्वेश्चन ये अछि बायोग्राफ गोटे अछि बायोग्राफ कोन कहै ना द बायोग्राफ गिवन बिलो shows the number of packets of lentil and green gram sold by 5 shops 51 टा फास्ट देखिबा total number of packets both lentil and green gram sold by shop R is approximately what percentage more or less than the number of packets sold by shop T आंसर करबा आगर फास्ट देखिलियो एठी केतरा घर अछि हमर गोटे लाइन ए बॉक्स भितरे केतरा छोट छोट बॉक्स अछि 1 2 3 4 5 कार गैप केते अछि 200 200 गैप जदि पांचटा घर अछि गोटे घर रो गैप केते हे गला 40 जदि गोटे घर जाउछि ना एमितिका सेटा को हम 40 बोली धरिबा ठीक अछि ए क्वेश्चन रे टिके कैलकुलेटिव अछि कोन कहै छै ना आर टोटल जोटा लेंटिल रो भी ग्रीन ग्राम भी आर रो टोटल देखि दबा आर रो एति पर्यंत हमर हला 600 600 ରୁ କେତେଟା ଘର ଯାଇଛି 1 2 3 ତିନିଟା ଘରର ତାହେଲେ 40 ଗୋଟେ ଘର 40 ହେଲେ ତିନିଟା ଘର କେତେ 120 600 ଏ 120 କେତେ ହେଲା 720 ଦେନ୍ ଗ୍ରୀନ ଗ୍ରାମ ର କେତେ ଅଛି ନା 800 ଟୋଟାଲ କେତେ ହେଇଗଲା 1520 ସେମିତି କହିଛି ଟୋଟାଲ ପ୍ୟାକେଟ ହଉଛି ଟି ର କେତେ ଅଛି ନା ଏତିକି ହଉଛି 800 ଇଏ 40 840 ଏଇଟା ଆମର ସେମିତି ହେଇଯିବ ଏତିକି ହଉଛି 600 1 2 3 ତିନିଟା ଅଛି 120 720 କେତେ ହେଇଯିବ 1560 ହେଇଯାଉଛି ସେ କହିଛି ଆପ୍ରୋକ୍ସିମେଟଲି କେତେ ପରସେଣ୍ଟ କମ ବା ବେଶୀ କେତେ କମ ଅଛି ଏଟା ଅଛି 40 କମ ଅଛି 40 କମ କାହା ଉପରେ ଅଛି 40 କମ ଅଛି 1560 ଉପରେ କେତେ ପରସେଣ୍ଟ ସେ କହୁଛି 0 କଟିଗଲା 4 ରେ 12 4 9 36 ସେ କହିଛି ଏଇଟାକୁ ଆମେ କେମିତି କରିବା 39 ଆପ୍ରୋକ୍ସିମେଟଲି କହିଛି ମାନେ ଆପ୍ରୋକ୍ସିମେଟଲି ଏଇଟା ଆମେ କେତେ ନେଇପାରିବା ନା ଏଟାକୁ ଆମେ 40 ବୋଲି ନେଇପାରିବା 40 ରେ ଏଇଟା କେତେ ଗୁଣା ହେଇଯିବ ନା 2.5 into 2.5 2.5 ଅପସନ ଅଛି କି ଅପସନ ଅଛି 3 ଅଛି 3 को पार ହେଇକି ତ 5 କରି ହବନି ତ ଅପସନ ହେଇଯିବ 3 ଠିକ ଅଛି 52 ଟା ଦେଖନ୍ତୁ what is the ratio of the number of packets of lentil sold by shop A shop P and S together to the number of packets of green gram sold by shop P and T together କଣ ହଉଛି lentil ର P ଆଉ S lentil କୋଉଟା ନା ବ୍ଲାକ୍ କଲର ଯୋଉଟା ଅଛି P ର କେତେ ଅଛି ନା ଏଠି 800 ଏଠି ତିନିଟା ଘର ଅଛି ମାନେ 120 920 ସେମିତି S ର କଣ ଅଛି ନା ଏତିକି ଅଛି 400 400 ରୁ କେତେଟା ଘର ହେଇଛି 1 2 3ଟା ଘର ଫୁଲ ଯାଇଛି ତିନିଟା ଘର ଫୁଲ ମାନେ 120 ଏଠି 400 120 520 ଏଟା ଅଧା ଯାଇଛି ମାନେ 40 ରୁ ଅଧା କେତେ 20 540 ହେଇଯିବ 520 ଥିଲା 540 ହେଇଯିବ ଆଉ 20 ମିଶି 540 ଟୋଟାଲ କେତେ ହେଇଯାଉଛି ନା 1460 ସେମିତି କହୁଛି ଗ୍ରୀନ ଗ୍ରାମ ର P ଆଉ T ଟୁଗେଦର ଗ୍ରୀନ ଗ୍ରାମ କୋଉଟା ନା ହ୍ୱାଇଟ କଲର ଯୋଉଟା ଥିବ P ଆଉ T ଟୁଗେଦର P କେତେ ଅଛି 400 ଆଉ 40 440 T କେତେ ଅଛି T ର ହ୍ୱାଇଟ ଟା T ଅଛି 600 ଆଉ ତିନିଟା ଅଛି 120 720 କେତେ ହେଇଯିବ 1160 ଘର କହିଛି ରେସିଓ ମାଗିଛି ରେସିଓ ଏଠାକୁ 0 0 କଟିଗଲା 2 ରେ ହେଲେ 73 2 ରେ ଏଟା ଆପଣଙ୍କର 58 ହେଇଯିବ ଅପସନ ନମ୍ବର ऑप्शन बी द राइट आंसर नेक्स्ट क्या 53 lentil packet sold by shop P and Q together is what percent more or less than the green gram packets sold by R and S together କଣ କହିଛି lentil ର P ଆଉ S together lentil କୋଉଟା black color ର P ଆଉ S ଦେଖିବା 800 ଏଠି ତିନିଟା ଘର 120 920 920 ଆଉ Q ର କେତେ Q ର ଏଠି 600 ଆଉ 40 କେତେ ହେଇଯାଉଛି 1560 ହେଇଯାଉଛି ତାପରେ କହିଛି କଣ ନା ଗ୍ରୀନ ଗ୍ରାମ ର R ଆଉ S ଗ୍ରୀନ ଗ୍ରାମ ହ୍ୱାଇଟ ର R ଆଉ S କେତେ ଅଛି ଏଠି ଅଛି 800 S କେତେ ଅଛି 400 ଟୋଟାଲ କେତେ ହେଇଗଲା 1200 କେତେ ଅଧିକ ଅଛି ସେଟା 360 ସେ କଣ କହିଛି ନା ଗ୍ରୀନ ଗ୍ରାମ ଠାରୁ କେତେ ଅଧିକ ଅଛି ତାହେଲେ 360 ଡିଭାଇଡ ବାଇ 1200 ଗୁଣନ 100 କେତେ ହେଇଯିବ 12 30 36 30 ऑप्शन सी इज द राइट आंसर नेक्स्ट देखिए 54
54 कौन कही if another shop you sold number of lentil packets which is average of number of lentil packets sold by RST and the number of green gram packets sold in average of number of green gram packets sold by shop P and T. If shop Q sold each packet rupees 260 and shop U sold the packets at 40% more than that Q, then find the price collected by shop U. ସେ କଣ କହିଛି ନା ଆଉ ଗୋଟେ ସପ୍ ଅଛି ଯିଏ ହଉଛି ୟୁ ଏଠି ପି ଟୁ ଟି ଅଛି ଏଠି ଆଉ ଗୋଟେ ସପ୍ ହଉଛି ୟୁ ୟୁ ର କଣ କହିଛି ନା ତାର ବି ଅଛି ଲେଣ୍ଟିଲ ଅଛି ଆଉ ଗୋଟେ କଣ ଅଛି ଗ୍ରୀନ ଗ୍ରାମ ଦୁଇଟା ସାରା ଆର ବି ଅଛି ସେ କଣ କହିଛି ଲେଣ୍ଟିଲ ପ୍ୟାକେଟ ଯୋଉଟା ସେଟା କଣ ଅଛି ନା ଲେଣ୍ଟିଲ ର ଆର ଏସ ଟି ମିଶିକି ଆର ଏସ ଟି ର ଏଭରେଜ ଅଛି ବୁଝିଲେ ଲେଣ୍ଟିଲ ର ଆର ଏସ ଟି କେତେ ଅଛି ନା ଲେଣ୍ଟିଲ ର ଗ୍ରୀନ ଆମର ବ୍ଲାକ୍ ଟା କୋଉଟା ହଉଛି ଏଇଟା 600 ଏଠି ତିନିଟା ମିଶିକି 120 720 ଦେନ୍ ଏସ୍ ର କେତେ ହଉଛି ଏସ୍ ର ଆମର ଏଇଟା ବାହାରିଥିଲା 540 ପ୍ରିଭିୟସ ରେ 540 ଦେନ୍ ଟି ର କେତେ ହଉଛି ଆମର 840 ଟୋଟାଲ କେତେ ହେଇଯାଉଛି 2100 ହେଇଯାଉଛି ତ ତାର କହିଛି ଏଭରେଜ ଏଭରେଜ କେମିତି ବାହାରିବ ବାଇ 3 କରିଦେଲେ ଟିକେ କେତେ ହେଇଯାଉଛି 700 ତାହେଲେ ଲେଣ୍ଟିଲ କେତେ ଅଛି 700 ଠିକ ଅଛି ସେମିତି ଗ୍ରୀନ ଗ୍ରାମ ଟା କହିଛି କଣ ନା ପି ଆଉ ଟି ର ଏଭରେଜ ଗ୍ରୀନ ଗ୍ରାମ ପି ଆଉ ଟି ର ଏଭରେଜ ପି ର ଗ୍ରୀନ ଗ୍ରାମ କେତେ ଥିଲା 400 ଓ 440 ଆଉ ଟି ର କେତେ ଅଛି ଗ୍ରୀନ ଗ୍ରାମ ନା 600 ଇଏ 120 720 କେତେ ହେଇଯାଉଛି 1160 ଟୋଟାଲ ଯଦି 1160 ହେଇଗଲା ଏଭରେଜ କେତେ ହେଇଯିବ ବାଇ 2 କେତେ ହେଇଯିବ 580 ହେଇଯିବ ହେଇଗଲା 580 ତାପରେ କଣ କହିଛି ନା କ୍ୟୁ ବିକେ କେତେ ଟଙ୍କାରେ 260 ଟଙ୍କାରେ କ୍ୟୁ ବିକେ ୟୁ କେତେ ଟଙ୍କାରେ ବିକୁଛି ନା 40% ଅଧିକ କ୍ୟୁ ଠୁ 40% ଫ୍ରାକ୍ସନାଲ ଭ୍ୟାଲୁ କେତେ 2/5 ବୁଝିପାରିଲେ ଯଦି 260 ରେ ବିକୁଛି କ୍ୟୁ ତାହେଲେ ୟୁ କେତେ ଟଙ୍କାରେ ବିକିବ ନା 40% ଏକ୍ସଟ୍ରା ନା ତାହେଲେ କେତେ ହବ ଏଇଟା 5 ପ୍ଲସ୍ 2 କେତେ 7/5 ରେ ଏଇଟା ହେଇଯିବ 5×25 5×10 କେତେ ହେଇଯିବ 35 ହେବ 36 ଏତିକି ଟଙ୍କା ହେଇଯିବ ୟୁର ସେଲିଂ ପ୍ରାଇସ୍ ନେକ୍ସଟ କଣ କହିଛି ଦେନ୍ ଫାଇଣ୍ଡ ଦ ଟୋଟାଲ ପ୍ରାଇସ୍ କଲେକ୍ଟେଡ ବାଇ ସପ୍ ୟୁ କହୁଛି ଟୋଟାଲ କେତେ ସଲ୍ଭ କରିଛି ଟୋଟାଲ ୟୁନିଟ କେତେ ହଉଛି ୟାର 7/1280 1280 ତାହେଲେ 1280 ଇଣ୍ଟୁ 364 ଆକୁ ଆମେ ଗୁଣନ କରିବା ଅପେକ୍ଷା ଏଇଠି ଦେଖିଦେବା ୟୁନିଟ ପ୍ଲେସ ରେ କୋଉଟା ଅଛି ଏଠି 0 ଅଛି ମାନେ ସିଓର ଲାଷ୍ଟ କୁ ଆମର 0 ରହିବ ୟୁନିଟ ପ୍ଲେସ ରେ ତେବେ ଏଠି ଅପସନ ଗୋଟେ ସମୟ ଅଛି ତ ସେଇଟା ହେଇଯିବ ଆନ୍ସର ଯଦି 2-3ଟା ଥାନ୍ତା ମଲ୍ଟିପୁଲ ଆନ୍ସର ଥାନ୍ତା 0 ୟୁନିଟ ପ୍ଲେସ ରେ ରହିକି ତ ଆମେ ହିସାବ କରିଥାନ୍ତୁ ଏଠି ହିସାବ କରିବାର କିଛି ମୂଲ୍ୟ ନାହିଁ ତ ଏଇଟା ହେଇଯିବ ଆନ୍ସର ତାପରେ 55 କଣ କହିଛି what is the difference between the total number of lentil packets sold by all the shop together to that number of green gram packets sold by all the shop together କହିଛି ଟୋଟାଲ ଲେଣ୍ଟିଲ ଆଉ ଟୋଟାଲ ଗ୍ରୀନ ଗ୍ରାମ ର ଯେତିକି ପ୍ୟାକେଟ ସେଲିଂ ହେଇଛି ତା ଡିଫରେନ୍ସ କେତେ ପ୍ରଥମେ ଦେଖିଦବା ଲେଣ୍ଟିଲ ର କେତେ ଟୋଟାଲ ବିକ୍ରି ହେଇଛି ଏଟା ହଉଛି 800 ଏଠି 120 920 ଦେନ୍ 640 ଦେନ୍ 600 ଇଏ 120 720 ଦେନ୍ ଏସ୍ ର ହଉଛି ଏଟା 540 ଟି ର ହଉଛି ଏଟା 800 ଇଏ 40 ସେମିତି ଗ୍ରୀନ ଗ୍ରାମ ର କେତେ ହଉଛି ଗ୍ରୀନ ଗ୍ରାମ ର ହଉଛି ଇଏ 400 ଆଉ 40 କ୍ୟୁ ର ହଉଛି 800 ଇଏ ଦୁଇଟା ଘର ଅଛି ମାନେ 80 880 ସେମିତି ଆର ର କେତେ ହଉଛି 800 ଏସ୍ ର 400
ଟି ର ଏଠି ହଉଛି 600 ଆଉ 3ଟା ଘର ଅଛି ମାନେ 120 720 ଟୋଟାଲ ଦେଖିବା। ଦେଖନ୍ତୁ ଲେଣ୍ଟିଲ ଫାଷ୍ଟ ଦେଖିଦବା। ଏଠି ହେଲା 0 4 8 2 10 14 20 16 ରୁ 6 ନେଲା 1 8 5 13 7 20 26 9 35 1 36 3660 ହେଇଯିବ ଲେଣ୍ଟିଲ ର। ସେମିତି ଗ୍ରୀନ ଗ୍ରାମ ର କେତେ ହେଇଯିବ ନା ଏଠି 0 ହେଇଗଲା 2 8 10 14 ରୁ 4 ନେଲା 1 7 8 4 12 8 20 8 28 4 32 ଏଠି ହେଲା 3240 କେତେ ଡିଫରେନ୍ସ ହେଇଯାଉଛି ଆର ଡିଫରେନ୍ସ ଯଦି ଦେଖିବା ଆମେ ହେଇଯାଉଛି 420 ର ଡିଫରେନ୍ସ ହଉଛି ତ ଅପସନ ସି। ଅପସନ ସି ଇଜ ଦ ରାଇଟ ଆନ୍ସର। ଦେନ୍ ଦେଖିବା 56 ଏଠି ଦେଖନ୍ତୁ ଦିଟା ଆପଣଙ୍କର ମିକ୍ସ ହେଇକି ଅଛି ଗୋଟେ ପାଇ ଚାର୍ଟ ଅଛି ଆଉ ଗୋଟେ ଟେବୁଲ ଅଛି ଦୁଇଟା ଏଇ ଟାଇପ ର କ୍ୱେଶ୍ଚନ ଆପଣ ଯଦି ଦେଖୁଛନ୍ତି ଏକ୍ସାମ ରେ ତ ଯଦି ଆପଣଙ୍କର ଡିଆଇ କିମ୍ବା କାଲକୁଲେସନ ଉପରେ ଭଲ ପକड़ ଅଛି ତ ଆପଣ ଡାଇରେକ୍ଟ ଏଠି କାଲକୁଲେସନ କରିକି ବି ଆନ୍ସର ସବୁ କରିପାରିବେ। ଆଉ ଯଦି ଆପଣଙ୍କ ପାଖରେ ଟାଇମ ବହୁତ ଅଛି ଭଲ କି ଆପଣଙ୍କର ଡାଉଟ କ୍ଲିୟର ନାହିଁ ତ ଆପଣ ଇଣ୍ଡିଭିଜୁଆଲି ଏଠି ସବୁ କାଲକୁଲେସନ କରିକି ଡାଟା ଭରିକି ଏମିତି ବକ୍ସ ହିସାବରେ କାଲକୁଲେସନ କରିପାରିବେ। ଠିକ ଅଛି ଏଠି କଣ କହିଛି ନା ଟୋଟାଲ ପ୍ରୋଡକ୍ସନ ଦେଇଛି 50 lakhs ର ଏପଟେ ଦେଇ ଦେଇଛି ପ୍ରୋଡକ୍ସନ ଟା କୋଉଟା ମେସିନ ରେ ଗୋଟେ ଅଛି ଆଉ ଗୋଟେ ମ୍ୟାନୁଆଲ ରେ ଟୋଟାଲ ଇଣ୍ଡିଭିଜୁଆଲ କରିଦେଇଛି ପୁଣି ସେ କହିଛି କଣ ନା what is the difference between the production by machine and the production by manual method in Rajasthan। ରାଜସ୍ଥାନରେ କହିଛି ସିଏ ମେସିନ ମେଥଡ ଆଉ ମ୍ୟାନୁଆଲ ମେଥଡ ରେ ତାର ଡିଫରେନ୍ସ କେତେ ଅଛି। ପ୍ରଥମେ ରାଜସ୍ଥାନରେ କେତେ ଅଛି 10% ଅଛି ଟୋଟାଲ ପ୍ରୋଡକ୍ସନ ର 10% ମାନେ କେତେ ହେଇଯିବ 50 ଲକ୍ଷର 5 ଲକ୍ଷ ହେଇଗଲା। ସେମିତି ସେ କହିଛି କଣ ନା ମେସିନ ଆଉ ମ୍ୟାନୁଆଲ ର ଡିଫରେନ୍ସ କେତେ ରାଜସ୍ଥାନ ଟା କୋଉଟା ନା ଏଇଠି ଅଛି ରାଜସ୍ଥାନ ଏଠି 73 ଆଉ ମ୍ୟାନୁଆଲ ରେ ଅଛି 27 ଆ ଡିଫରେନ୍ସ କେତେ ହେଇଯିବ 46 ହେଇଗଲା ଡିଫରେନ୍ସ। ତାହେଲେ ସେ କହିଛି ଏଇଟା 46 ଟା ହଉଛି ଆପଣଙ୍କର ପରସେଣ୍ଟେଜ। ଏଠି ଦେଖନ୍ତୁ ଯଦି ରେସିଓ ଏଠି ଲେଖା ହେଇଛି କିନ୍ତୁ ଯଦି ଆପଣଙ୍କ ଦୁଇଟା ମିଶେଇକି ଯଦି ଆପଣଙ୍କର 100 ହେଇଯାଉଛି ତାହେଲେ ଏଟାକୁ ଆପଣ ପରସେଣ୍ଟେଜ ହିସାବରେ ବି କାଉଣ୍ଟ କରିପାରିବେ। କେତେ ହଉଛି ଏଠି 70 80 ହେଇଯାଉଛି 100 ହେଇଯାଉଛି ଏଠି ବି 100 ହେଇଯାଉଛି ଏଟା ବି 100 ହେଇଯାଉଛି ସବୁଗୁଡା 100 ହେଇଯାଉଛି ତ ଆପଣ ଏଠି ପରସେଣ୍ଟେଜ ହିସାବରେ ବି ଆକୁ କାଉଣ୍ଟ କରିପାରିବେ। ଏଟା ହେଇଗଲା 46%। 46% କାହାର ନା 5 lakhs ର 5 into 46/100 କେତେ ହେଇଯିବ 5 20 2 ରେ କାଟିଲେ 10 23 23/10 କେତେ 2.3 lakhs। ଅପସନ ବି ଇଜ ଦ ରାଇଟ ଆନ୍ସର। ଦେନ୍ ଦେଖନ୍ତୁ 57 what is the ratio of production by manual method in Tamil Nadu to that of machine method of Jammu and Kashmir। ପ୍ରଥମେ ତାମିଲନାଡୁର ଦେଖିଦେବା କେତେ ଅଛି ତାମିଲନାଡୁର ଅଛି 9%। 9% କେତେ 50 lakhs ର 4.5 lakhs 4.5 lakhs ଦେଇଛି। ଆଉ ଜାମ୍ମୁ କାଶ୍ମୀର କେତେ ଅଛି ଜାମ୍ମୁ କାଶ୍ମୀର ଅଛି 20%। 20% ହଉଛି 50 lakhs ର କେତେ ହଉଛି ନା 10 lakhs ବୁଝିପାରିଲେ। ସେମିତି କହୁଛି ତାମିଲନାଡୁର ମ୍ୟାନୁଆଲ କେତେ ନା ଆପଣଙ୍କର 66 ଅଛି ସରି ଏଇଟା ହେବ ଆପଣଙ୍କର ହ୍ୱାଇଟ ଟା ଦେଇଛି ମ୍ୟାନୁଆଲ ରେ 34 ହେଇଯିବ। ତାହେଲେ ଆପଣଙ୍କର ତାମିଲନାଡୁର ହଉଛି 4.5 into 34% ରେସିଓ ଦେଇଛି ରେସିଓ ମାଗିଛି ଆମକୁ କାହାର ନା ଜାମ୍ମୁ କାଶ୍ମୀରର ମେସିନ ମେଥଡ ଯୋଉଟା କହିଛି ଜାମ୍ମୁ କାଶ୍ମୀର କେତେ ଅଛି ମେସିନ ମେଥଡ ଟା ବ୍ଲାକ୍ କଲର ଟା 78 ଜାମ୍ମୁ କାଶ୍ମୀର କେତେ ଅଛି ଏଇଠି 10 କେତେ ଆମେ ଲେଖିପାରିବା ଏଇଠି 10 into 78 ଜାମ୍ମୁ କାଶ୍ମୀର ଏଇଟା ଅଛି 78 ଅଛି ମେସିନ ଟା ତ ଏଇଟାକୁ ସିମ୍ପ୍ଲିଫାଇ କରିଦେଲେ ଆମର ରେସିଓ ମିଳିଯିବ। କେମିତି କରିବା ନା 2 ରେ ଏଟା ହଉଛି 17 2 ରେ ହେଲେ 39 ଏଠି ଯଦି ଆମେ 5 ରେ କାଟିବା ଏଟା ହବ 0.9 ଏଠି ହେଲେ 2 ହେଇଯିବ ଏଠି 0.9 ଅଛି ଆକୁ କ୍ୟାନସଲ କରିବା ପାଇଁ 9/10 ନା ଏଠି କେବଳ 9 ରଖିକି ଆମେ ଏପଟେ 10 ମଲ୍ଟିପ୍ଲାଏ କରିଦେଲେ ହେଇଯିବ। ତାପରେ କେତେ ଅଛି ଏଠି 9 ରହିଲା 3 ରେ କାଟିବା 3 3 9 ଏଠି 13 3 39 କେତେ ହେଇଗଲା 17 into 3 ହେଇଗଲା ଏଠି 17 3 51 ଇଷ୍ଟୁ 13 ଦିନ 26 ଆଉ 10 260 ଅପସନ
C is the right answer. Then देखिए 58 58 को कौन ना what is the average production of rice by machine method for all the states? Average को कौन ना ना machine method रो machine method जदि फास्ट अपन डाटा सब बाहर कर देबे এই क्वेश्चन तो आपन इजी होबो जदि सफिशिएंट टाइम आपन पाखर अछि जदि टाइम नाही तो तथापि केमती बाहर करा देखंतु तमिलनाडु 9% अछि केते हे जो 4.5 एठी होछि 10% हे जीवो 5 एठी होछि 13% 13.65 6.5 हे गला एठी होछि 18% 18.90 9 लाख हे गला एठी होछि 20% 20.50 100 एठी 10 लाख हे गला एठी होछि 22.50 110 एठी होला 11 लाख एठी अछि 8% ताने 8.40 4 लाख एटा बाहरी पड़ला आपनकर इंडिविजुअल स्टेट रो प्रोडक्शन बाहरी पड़ला तापर मेशिन और मैनुअल बाहर करिवा हमें मेशिन मैनुअल केमती बाहर करिया देखो मेशिन रे जोटा रहिला मेशिन आपनकर रहिला स्टार्टिंग हरियाणा रो करिवा हरियाणा रहिला आपनकर 70% आ 30% हरियाणा एटी कोडी अछि हरियाणा अछि एटा ताने एठी हे जिवो 7 लाख 70,000 हे गला एपटे 11 3 33 3 लाख 30,000 हे गला एपटे मैनुअल टा हमको मागिनी कि अपन डाटा भी चाहिए एंट्री करि परिबे तापर जम्मू काश्मीर रो अछि जम्मू काश्मीर अछि 78 मेशिन टा जोटा कहिछि 78 काହାର ना 10 लाख रो केते हे जो ना 7 लाख 80 सेମିତି झारखंड ଅଛି झारखंड କେତେ ଦେଇଛି 32% ଝାରଖଣ୍ଡ ପାଇଁ 9 ର 32% କେତେ ହେଇଯିବ 9 ଦୁନେ 18 9 3 27 9 ଦୁନେ 18 ଲାଗେ 9 27 କୋଟି 2 ଲକ୍ଷ 88,000 ହେଇଯିବ ବୁଝିଲେ ସେମିତି ଦେଇଛି ହିମାଚଳ ପ୍ରଦେଶର 60% କାହାର 6.5 ର 6.5 ପ୍ଲସ୍ 60% କେତେ ହେବ 636 56 30 600 360 ଆଉ 30 ମିଶିକି କେତେ ହେବ 390 ମାନେ 3,90,000 ହେଇଗଲା ଦେନ୍ କାହାର ରାଜସ୍ଥାନ 73% ରାଜସ୍ଥାନରେ କେତେ ଅଛି 5 3 15 5 35 365 3,65,000 ଏଟା ହେଇଗଲା ଦେନ୍ ଆପଣଙ୍କର ଅଛି ତାମିଲନାଡୁ ତାମିଲନାଡୁର ଅଛି 66 ଏଠି କେତେ ଅଛି 4.5 ଅଛି ଏଟା କେତେ ହବ ନା 45 ଏ 66 କେତେ ହେଇଗଲା 30 270 270 କେତେ ହେଇଗଲା 2970 2,97,000 ଆପଣଙ୍କର ହେଇଗଲା ମହାରାଷ୍ଟ୍ର ଦେଇଛି 80% 80% ମହାରାଷ୍ଟ୍ର 4 ର କେତେ ହବ 32 3,20,000 ଏଇ ଟାଇପ ରେ ଆପଣ ଯଦି ଦେଖୁଛନ୍ତି ଅଧିକ ଜିରୋ ରହୁଛି ଆପଣଙ୍କର ଯୋଉଠି ପାଖରୁ କମନ ରହୁଛି ମାନେ ଏଇଠି 8 ଅଛି ତାପର ଆଉ କିଛି ନମ୍ବର ନାହିଁ କେବଳ ଜିରୋ ଅଛି ସେତିକି ଜିରୋ ଆପଣ କାଟିଦେଲେ କାଲକୁଲେସନ ପାଇଁ ସୁବିଧା ହେବ କୋଉଟା ଏଟା କାଟିଦବା ଆମେ ଏଠି 3ଟା କାଟିଦବା ଏଠି 3ଟା ଆର 3 ଏଠି 3ଟା କାଟିଦେଲେ ଆମକୁ କାଲକୁଲେସନ ପାଇଁ ଇଜି ହେଇଯିବ ଏଗୁଡା ବୁଝିଲେ ଟୋଟାଲ ଟା କେତେ ହଉଛି ଦେଖିଦବା ଟୋଟାଲ ଆପଣଙ୍କର 7 5 12 8 20 ରୁ 0 ରଖିଲା 2 ଏଠି ଆପଣଙ୍କର 9 2 11 6 17 9 26 8 34 8 42 7 49 2 51 51 ହେଲା 5 5 3 8 2 10 3 13 3 16 2 18 7 25 7 32 ଆପଣଙ୍କର 3210 ହେଇଗଲା ଟୋଟାଲ ଟୋଟାଲ କେତେ ହେଇଗଲା ନା 3210 ସେ କଣ କହିଛି ନା ଏଭରେଜ ପ୍ରୋଡକ୍ସନ ରାଇସ୍ ର ଟୋଟାଲ ଅଲ ଷ୍ଟେଟ ର କେତେ ହେଇଯିବ ନା ଏଭରେଜ କେମିତି ବାହାରି କରିବା ଟୋଟାଲ ଯେତିକି ଷ୍ଟେଟ ଅଛି ଡିଭାଇଡ ବାଇ 7 କେତେ ହେଇଯିବ 728 ତାପରେ ରହିଲା 41 ଆପଣଙ୍କର 5 35.8 ପାଖାପାଖି ଆସୁଛି ଅପସନ ଦେଖିବା ଅପସନ ଅଛି ଅପସନ ତ ନାହିଁ 4.58 କି 4.6 ଏଇ ପାଖାପାଖି ଥିଲେ ଆପଣଙ୍କର ଆନ୍ସର ହେଇଯାଇଥାନ୍ତା ତ ଆନ୍ସର ଭୁଲ ଥିବ ଆପଣଙ୍କର ଗ୍ରେସ୍ ମାର୍କ ମିଳିପାରେ ଏଇଟା
ଏଟା କେତେ ହେଇଯାଉଛି 4.58 ହେଇଯାଉଛି। ऑफिशियल आंसर की आसला एटा जଣା पड़िबो देखिबा वेट करिया। नेक्स्ट देखिए 59 द प्रोडक्शन बाय मशीन मेथड इन हरियाणा इज अप्रोक्सीमेटली व्हाट परसेंट ग्रेटर देन द प्रोडक्शन बाय मैनुअल मेथड इन महाराष्ट्र। से कौन कही मेसीन मेथड हरियाणा मेसीन मेथड हरियाणा केते 7,70,000 अछि। कौन कही केते एप्रोक्सीमेटली केते परसेंट अधिक काहाटू ना मैनुअल मेथड महाराष्ट्र महाराष्ट्र मेसीन मेथड हम बाहर करथिलु 3,20,000 टोटल केते थिला महाराष्ट्र 4,00,000 3,20,000 बेले आ केते रहउछि 80,000। तो से कही 80,000 ठू एटा आपणकर हरियाणा टा केते अधिक अछि देखिदबा 7,70,000 माने 770 नहीं परिबा एटा 80 केते होछि 690 अधिक अछि 690 अधिक अछि केते ऊपर 80 रे इनटू 100 आपणकर 80 84 कि 85% पाखापाखि आसଯିବ माने 850 ହେଇଯିବ ଏଟା ଇଣ୍ଟୁ କରିଦେଲେ। ମୋର ତ ଏଠି ଆନ୍ସର ତ ନାହିଁ मे भी एटा भी ग्रेस मार्क मिल पारे आपको ऑफिशियल आंसर की आसले जଣା पड़िबो एटा टी कमेंट रो जणेबे कारे एमती आंसर बाहर छी की कमेंट रे जणेबे। 60 नंबर देखिए the production of rice in Himachal Pradesh by manual method is approximately how many times the production by machine method of Jharkhand। से कुछ हिमाचल प्रदेश रो मैनुअल मेथड हिमाचल प्रदेश टोटल केते हमर बाहर थिला ना 6.5 लाख 6.5 लाख रो इनटू मैनुअल मेथड टा कोइछि मैनुअल व्हाइट टा हिमाचल प्रदेश केते 40% इनटू 40 केते हे जिवो 624 20 260 हे जिवो 260 हे जिवो एबरे कोइछि कोन ना मेसिन मेथड झारखंड रो केते गुणा सेटा झारखंड रो गोटा अछि झारखंड रो आपनकर अछि मेसिन मेथड केते 288 ताले 288 ଦେଇଛି से कही आर केते गुणा एटा जदि 288 होता तो आर आम कही पारे गोटे गुणा हूँ 288 रु कम अच्छी माने 260 अच्छी पाखापाखि अच्छी कहीपर 1 रु कम आमर ये ऑप्शन केवल गोटे अच्छी 0.9 हो आंसर ठीक अच्छे हम कैलकुलेशन न करके आम देखिपर देखिए देखते ये गोटे टेबुल देछि टेबुल डाटा देछि कौन देछि ना नंबर ऑफ स्टूडेंट्स ऑफ डिफरेंट क्लासेस ऑफ ए स्कूल प्लेइंग डिफरेंट गेम्स ठीक है देखते 61 देखिए student of class V3 playing cricket is approximately what percent of the total students playing cricket कही V3 रो playing cricket V3 playing cricket कोटा ना एटा हे जो 25 कौन कही ना approximately what percent of the total students of playing cricket V3 रो total playing cricket केते होची ना 8 2 10 17 5 22 8 30 ରୁ 0 ହେଲା 3 3 3 6 4 10 11 12 2 14 15 2 17 170 ହେଉଛି କହୁଛି କେତେ परसेंट बुझिपारले एटा को हमें 100 न नै कि भी एटा को हमें टोटल जानि परिबा केते अछि 25 टा केते अछि ना 17 + 8 17 जदि एटा होଉଛି 17 रो 170 टा केते परसेंट 10% प्लस 17 रो जदि 5% केते हितांता 8.5 हितांता 8.5 नै पाखापाखी अछि पाखापाखी माने आमे कहि परिबा 5% पाखापाखी माने 15% 15% पाखापाखी रे एटी कोन अछि गोटे 13% अच्छी गोटे 15% अच्छी ताले 15 टा हो राइट आंसर बुझिपारे ऑप्शन डी इज द राइट आंसर। 62 टा देखो व्हाट इज द रेशियो ऑफ द स्टूडेंट प्लेइंग फुटबॉल इन द क्लास 9 टू दोज क्लास एक्स कुछ फुटबॉल 9 रो आ क्लास 10 रो रेशियो केते क्लास 9 रो फुटबॉल केते अछि सॉरी रे क्लास 11 अछि क्लास 11 रो फुटबॉल केते अछि फुटबॉल आपन अछि 27 तले केते हे जिवो 27 इस टू क्लास एक्स रो फुटबॉल केते अछि ना 18 9 रे काट दबा 9 3 27 9 2 18 केते हे जिवो ना 3:2 ऑप्शन डी इज द राइट आंसर। निके 63 which game is the most popular in the term of number of students playing it
ହଉଛି ମୋଷ୍ଟ ପପୁଲାର ଗେମ୍ କୋଉଟା ଯୋଉଟା କି ଅଧିକ ପ୍ଲେୟର ଖେଳୁଥିବେ। ଏଠି ଦେଖିଦେବା ଆମେ କୋଉଟାରେ ଅଧିକ ନମ୍ବର ଦେଖାଉଛି ଆମକୁ, ବଡ ବଡ ନମ୍ବର କୋଉଟାରେ ଅଛି। ଗୋଟେ ଅଛି କ୍ରିକେଟ ରେ, ଗୋଟେ ଅଛି ଫୁଟବଲ ରେ, ଆଉ ଗୋଟେ ଅଛି ବ୍ୟାଡମିଣ୍ଟନ। ଆଉ ସବୁରେ ଦେଖିବେ ସ୍ମଲ୍ ନମ୍ବର ସବୁ ଅଛି। ଏଇଟାକୁ ଏଡ୍ କରିଦେଲେ ଆମକୁ ଜାଣିପାରିବା କୋଉଟା ମୋଷ୍ଟ ପପୁଲାର। କ୍ରିକେଟ ରେ ଆମେ ବାହାର କରିଥିଲୁ ଏଇଟା 170। ସେମିତି ଆମେ ଫୁଟବଲ ରେ ବାହାର କରିକି ଦେଖିବା। ଦେଖନ୍ତୁ ଏଠି ଅଛି 14, 16, 30 ଏଟା ହେଇଗଲା। ଏଟା 18, 12 ଏଟା 30 ହେଲା। 30, 30, 60, 40, 100, 127 ଆଉ 119, 127 ଆଉ 19 ଏଡ୍ କଲେ କେତେ ହେଇଯିବ ନା 146। ସେମିତି ବ୍ୟାଡମିଣ୍ଟନ ଦେଖନ୍ତୁ, ଏଠି ଦେଖନ୍ତୁ 21 ଆଉ ଏଠି 19 ଅଛି, କେତେ ହେଇଯିବ ଏଟା 40 ହେଇଗଲା। 40 ଇଏ ହେଇଗଲା 80, 40, 120, 120 ଇଏ 39, କେତେ ହେଇଗଲା 159। ମୋଷ୍ଟ ପପୁଲାର କୋଉଟା ହେଇଗଲା, କ୍ରିକେଟ ଇଜ ଦ ମୋଷ୍ଟ ପପୁଲାର ହବ। ଅପସନ ଡି ଇଜ ଦ ରାଇଟ୍ ଆନ୍ସର। ନେକ୍ସଟ ଦେଖିବା 64 ଟା ଆପଣଙ୍କର କହିଛି କଣ ନା approximately what percent of class X student play table tennis out of the total class X student playing in different given games। କହିଛି ଟେବୁଲ ଟେନିସ୍ କ୍ଲାସ ଏକ୍ସ ର, ଟେବୁଲ ଟେନିସ୍ କାଇଁଟା ଏଇଟା 21, 21 ଟୋଟାଲ କ୍ଲାସ ଏକ୍ସ ଷ୍ଟୁଡେଣ୍ଟ ର କେତେ ପରସେଣ୍ଟ। ଟୋଟାଲ କ୍ଲାସ ଏକ୍ସ ଷ୍ଟୁଡେଣ୍ଟ ହଉଛନ୍ତି 3 କୁ 4, 8, 12, 8, 20, 21, 28, 2, 30, 35 ରୁ 5 ନହେଲା 3, 6, 7, 8, 2, 10, 11, 115 into 100। 5 ରେ ଆମେ ଏଟାକୁ କାଟିଦେବା, ଦେଖିବା 5, 20 ଏଟା କାଟିଲେ ହବ 23। ମୋର କେତେ ହେଇଯାଉଛି ନା ଏଟା 420 ଡିଭାଇଡ କରିଦବା 23 ରେ, କେତେ ଆସୁଛି 23, 23 ଆପଣଙ୍କର 190, 23 ଅଷ୍ଟା ଆପଣଙ୍କର ହେଇଯିବ 184। ଏଟା ହେଇଗଲା ଆପଣଙ୍କର 6 ଆସିଲା ପଏଣ୍ଟ 18 ପଏଣ୍ଟ କେତେ ଆସିବ, ଏପ୍ରୋକ୍ସିମେଟ ମାଗିଛି ନା ଏଟା ହେଇଯିବ ଆନ୍ସର 18। ଦେନ୍ DI ର ଲାଷ୍ଟ କ୍ୱେଶ୍ଚନ ଯୋଉଟା ଅଛି ଦେଖିବା which game has the ascending number of students from class 9 to class 12। ତ ଅଛି class 9 ରୁ class 12 ପର୍ଯ୍ୟନ୍ତ ascending order। ascending order କଣ ନା ସାନରୁ ବଡ, ସାନରୁ ବଡ, ଏଇପଟୁ ସାନରୁ ବଡ କୋଉ କ୍ଲାସ ର ଅଛି ଦେଖିଦବା। ଏଟା 4 ପରେ 5 ପରେ 12 ପୁଣି 11 କମି ଯାଇଛି, ଏଟା ନୁହେଁ। ଏଟା ଅଛି 17 ରୁ 12, ଏଟା ତ ହବନି। ଏଠି 6, 7, 9, 11 ଏଇଟା ହେଇଯିବ, ଗୋଟେ ଅଛି ascending order। 19, 21 ଏଟା ହବନି। ଏଟା 19 ପରେ 18 ପୁଣି କମି ଯାଇଛି, ଏଟା ହବନି। 19 ପରେ 8 ଅଛି, ଏଟା ହବନି। 5, 11, 9 ଏଟା ବି ହବନି। ଏଟା 21 ପରେ 23 ପରେ 39 ପରେ 47 ଏଇଟା ହେଇଯିବ। ତାହେଲେ ଆପଣଙ୍କର ଦୁଇଟା ଅଛି ବାସ୍କେଟବଲ, ବ୍ୟାଡମିଣ୍ଟନ ଦୁଇଟା ଅଛି। ଏଟା ହେଇଯିବ ଅପସନ ଡି ଇଜ ଦ ରାଇଟ୍ ଆନ୍ସର, ବାସ୍କେଟବଲ ଆଉ ବ୍ୟାଡମିଣ୍ଟନ। ଠିକ ଅଛି, ଏତିକି ଥିଲା DI ର କ୍ୱେଶ୍ଚନ। ପୁଣି ନେକ୍ସଟ ମୁଁ ଆପଣଙ୍କର ବହୁତ ଜଲ୍ଦି ରିଜନିଂ ଆଉ ଆରିଥମେଟିକ ର ସଲ୍ୟୁସନ ବି ନେଇ ଆସୁଛି। ସେତେବେଳେ ପର୍ଯ୍ୟନ୍ତ ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ କରନ୍ତୁ। ରହିଲି, ଥ୍ୟାଙ୍କ ୟୁ।